ମୋ ଜୀବନରେ ବହୁତ ଦୁଃଖ କଷ୍ଟ ଯନ୍ତ୍ରଣା ଆପଣମାନେ ଜାଣିଥିବେ। ଏ କଳିଯୁଗରେ ଯେତେ ଯାହା ପାଇଁ ଭଲ ବି କଲେ ଆଗ ସେଇମାନେ ତମକୁ ନିନ୍ଦିବେ, ଅପନିନ୍ଦା ବହୁତ। ମୋ ଜୀବନରେ ଆଜି ବହୁତ ଦୁଃଖ କଷ୍ଟ ସହି ସହି ମୁଁ ଲାଷ୍ଟକୁ ଗୋଟେ ଡିସିସନ୍ ନେଲି, ଆପଣମାନଙ୍କ ସାମ୍ନାକୁ ଆସିଲି। ମୁଁ ନିଜେ ସନ୍ତୁ ମୋର କମେଣ୍ଟ ଜୟ ଜଗନ୍ନାଥ ଏ ମାଧ୍ୟମରେ ଆପଣମାନଙ୍କ ପାଖକୁ ଆସିଲି। ଆଉ ଯେକୌଣସି ଗୀତ କଥା ଆଣୁଛି ନା, ମୋର ଏଇ ଜାଗାର ଦୁଃଖ, ଏଇ ଦୁଃଖରୁ ଗୀତ ବାହାରୁଛି। କାହା ପାଇଁ ଏ ଜିନିଷ ବାହାରିଲା? ଉପରେ ଜଣେ ବସିଛି ନା, ସେ ସବୁ ଦେଖୁଛି ନା। ଦୁଃଖ ଗୋଟେ ଦୁଃଖ ଯେତେବେଳେ ଦେଇ ଚାଲିବେ ଲୋକ ଆପଣଙ୍କୁ, ସହିଯାଆନ୍ତୁ। ଯେତେ ସହିବାର ଶକ୍ତି ଅଛି ସେତିକଳେ ଭଗବାନଙ୍କୁ ଡାକିବେ ମୋତେ ସହିବା ଶକ୍ତି ଟିକେ ଦେଇଦିଅନ୍ତୁ। ସହିଯାଆନ୍ତୁ ନା, ନିଶ୍ଚିନ୍ତ ଆପଣ ସକ୍ସେସ୍ ପାଇବେ। ଆଉ ଗୋଟେ କଥା, ଅତି ସୁନ୍ଦର କଥାଟେ, ମୁଁ ଆଜି ସହିଲି ବେଲି ଆଜି ଆପଣମାନଙ୍କ ସାମ୍ନାକୁ ଆସିଛି। ଗୀତଟେ ହଉ କି କଥାଟେ ହଉ, ସତ୍ କଥା। ଆଉ ଅତି ସୁନ୍ଦର କଥା ହେଉଛି ଆପଣମାନେ ବହୁତ ମୋତେ ଆଶୀର୍ବାଦ କରିଥିବାରୁ, ଭଗବାନଙ୍କ ଆଶୀର୍ବାଦ ଥିବାରୁ, ବାପା ବୋଉଙ୍କ ଆଶୀର୍ବାଦ ଥିବାରୁ ଆଜି ଯେତେ ଦୁଃଖ କଷ୍ଟ ହଉ ମୁଁ ଆପଣମାନଙ୍କ ସାମ୍ନାରେ ରହିବି। ଯେକୌଣସି ଭଲ କଥା ନେଇକି ନିଶ୍ଚିନ୍ତ। ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗୁଥିବ ଲାଇକ୍ ସେୟାର କମେଣ୍ଟ କରିବାକୁ ଜମା ବି ଭୁଲିବେନି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।